ସମସ୍ତ ଶ୍ରୋତାବନ୍ଧୁଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ, ଅଭିନନ୍ଦନ ଓ ଶୁଭେଚ୍ଛା। ଆଜି ମୁଁ ଶୁଦ୍ଧ ଚେତନା ବିଷୟରେ କିଛି ଉପସ୍ଥାପନା କରୁଛି। ଏ ବିଷୟ ସବୁ ମୁଁ ଆଗରୁ ଅଳ୍ପ ବହୁତ ଆପଣମାନଙ୍କୁ ଭିଡ଼ିଓରେ କହିଛି, ତଥାପି ଶ୍ରୋତାବନ୍ଧୁଙ୍କର ପ୍ରଶ୍ନର ଉତ୍ତର ପାଇଁ ବା ଆଶଙ୍କା ସନ୍ଦେହର ବିମୋଚନ ପାଇଁ ମୁଁ ପୁଣି ଏହି ଭିଡ଼ିଓଟି ପ୍ରସ୍ତୁତ କରୁଛି, ଉପସ୍ଥାପନ କରୁଛି। ଅଧିକାଂଶ ଲୋକ ଚାହାନ୍ତି ସେମାନେ ଜଣେ ଭଲ ମଣିଷ ହେବେ, ଉତ୍ତମ ବ୍ୟକ୍ତି ହେବେ, ପରିବାର ସହିତ ସୁଖରେ ଜୀବନଯାପନ କରିବେ, ନିଜର ବୁଦ୍ଧି ଅନୁସାରେ କର୍ତ୍ତବ୍ୟ ପାଳନ କରନ୍ତି, ନିଜର ତଥା ପରିବାରର ଉନ୍ନତି ପାଇଁ ସାଧାରଣ ଲୋକ ଅଧିକରୁ ଅଧିକ କର୍ମ କରନ୍ତି ଓ ଅନେକ ଅର୍ଥ ଉପାର୍ଜନ କରନ୍ତି। କିନ୍ତୁ ଦେଖାଯାଏ ଯେ ତଥାପି ସେମାନେ ସୁଖରେ କାଳାତିପାତ କରିପାରନ୍ତି ନାହିଁ। ବାଧା ବିଘ୍ନ ବିପଦ ରୋଗ ଶୋକ ବାର୍ଦ୍ଧକ୍ୟ ଦୁଃଖ ଯନ୍ତ୍ରଣା ଭୋଗିବାକୁ ସମସ୍ତେ ବାଧ୍ୟ ହୁଅନ୍ତି। ଆମ ହିନ୍ଦୁ ବା ସନାତନ ମତରେ ପୂର୍ବଜନ୍ମର କର୍ମ ଅନୁସାରେ ମଣିଷ ସୁଖ ଦୁଃଖ ଭୋଗିଥାଏ ବୋଲି ଆମେ ବିଶ୍ୱାସ କରୁ। ମୁଁ ପୂର୍ବରୁ କହିଛି ଯେ ପ୍ରକୃତି ସତ୍ୱରଜତମ ତ୍ରିଗୁଣ ବିଶିଷ୍ଟ ହୋଇଥିବାରୁ ମନୁଷ୍ୟ ସୁଖ ଓ ଦୁଃଖ ଭୋଗିବାକୁ ବାଧ୍ୟ ହୋଇଥାଏ। ପ୍ରତ୍ୟେକଙ୍କ ସ୍ୱଭାବରେ କର୍ମରେ ବିଚାରରେ ମନରେ ସତ୍ୱରଜ ତମ ଗୁଣ ଯାତାୟାତ କରୁଥାଏ। ସମସ୍ତେ ସୁଖକୁ ଗ୍ରହଣ କରନ୍ତି, ଦୁଃଖକୁ ଗ୍ରହଣ କେହି ବି ସ୍ୱାଭାବିକ ଭାବରେ କରିବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ। ସେଥିପାଇଁ ସେମାନେ ଅତିଶୟ ଦୁଃଖ ଭୋଗ କରିଥାନ୍ତି। କିନ୍ତୁ କିଛି ଲୋକ ଦୁଃଖ ସମୟରେ ବି ବିଶେଷ ବ୍ୟସ୍ତ ନ ହୋଇ ସେହି ଦୁଃଖକୁ ଅତିକ୍ରମ କରିଯିବା ପାଇଁ ଚେଷ୍ଟା କରନ୍ତି। ସୁଖ ଦୁଃଖରୁ ମୁକ୍ତି ପାଇବାକୁ ହେଲେ ଆଧ୍ୟାତ୍ମିକତା ହେଉଛି ସତ୍ୟର ସହାୟକ। ସତ୍ୟ ପଥର ଯାତ୍ରୀ ହେଲେ ଆପଣଙ୍କୁ ସହଜ ହେବ ଆଉ ଆପଣମାନେ ଆଧ୍ୟାତ୍ମିକ ପଥର ଯାତ୍ରୀ ହୋଇପାରିବେ। ସତ୍ୟ ମାନେ ହିଁ ସେହି ନିତ୍ୟ ନୂତନ ଭଗବାନ ଈଶ୍ୱର ପ୍ରଭୁ ବିଷ୍ଣୁ ରାମ କୃଷ୍ଣ ଜଗନ୍ନାଥ। ସତ୍ୟମାନେ ହେଉଛନ୍ତି ଆତ୍ମା, ପରମାତ୍ମା, ବ୍ରହ୍ମ। ଆତ୍ମା ଯିଏ, ପରମାତ୍ମା ସିଏ। ଆତ୍ମା ଅମର ଅବିନାଶୀ। ଏସବୁ ବିଷୟରେ ଜାଣିବା ବି ମନୁଷ୍ୟକୁ ସାଧନା କରିବାକୁ ହୋଇଥାଏ। ସେଥିପାଇଁ କେହି କେହି ଋଷି ସନ୍ନ୍ୟାସୀ ହୋଇ ଦୁଃଖର କାରଣ ଖୋଜନ୍ତି ଓ ତା'ର ନିରାକରଣ କରିଥାନ୍ତି। ଗୃହସ୍ଥ ବ୍ରହ୍ମଜ୍ଞାନ ବା ଆତ୍ମଜ୍ଞାନ ଆହରଣ କରିବା ପାଇଁ କର୍ତ୍ତବ୍ୟ ପାଳନ ଭିତରେ ହିଁ କିଛି ସମୟ ଦେଇ ସଂଯମ, ଅହିଂସା, ନିଃସ୍ୱାର୍ଥପରତାର ବିନୟ ଭାବ, ଅକ୍ରୋଧ, ତ୍ୟାଗ, ବୈରାଗ୍ୟ, ଅନାସକ୍ତି ପରି ସଦ୍ଗୁଣର ବ୍ୟବହାର ଦ୍ୱାରା ସାଧନ ଦ୍ୱାରା ନିଜକୁ ଜାଗ୍ରତ କରି ଚିତ୍ତଶୁଦ୍ଧି ପାଇଁ ପ୍ରଯତ୍ନ କରିବା ଦରକାର। କର୍ତ୍ତବ୍ୟ ପାଳନ କରିବା ସଙ୍ଗେ ସଙ୍ଗେ କିଛି ସମୟ ଚିତ୍ତଶୁଦ୍ଧି ପାଇଁ ସ୍ୱାର୍ଥପରତା, ନିଃସ୍ୱାର୍ଥପରତା, ସଂଯମ, ଅହିଂସା ପରି ସମସ୍ତ ସଦ୍ଗୁଣକୁ ନିଜର ମନରେ ବିଚାରରେ ବ୍ୟବହାରରେ ମାଧ୍ୟମରେ ସାଧନା ମାଧ୍ୟମରେ ଅଭ୍ୟାସ କରିବାକୁ ହୋଇଥାଏ। ପଞ୍ଚ ଇନ୍ଦ୍ରିୟଙ୍କୁ ସଂଯମ କରିବା ଦ୍ୱାରା ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ସଂଯମ ଅବଲମ୍ବନ କରିବାକୁ ହୋଇଥାଏ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ପରି ଭିତରେ ଥିବା ଷଡ଼ରିପୁ 6ଟି ଅନ୍ତରର ଶତ୍ରୁଙ୍କୁ ପରାଜିତ କରି ବିଜୟ ହାସଲ କରିବା ପାଇଁ ଆମକୁ ସଂଯତ୍ର ଓ ସହିବା ଶକ୍ତିର ଆଉ ନିଃସ୍ୱାର୍ଥପରତାର ସହାୟତା ନେବାକୁ ପଡ଼ିଥାଏ। ସବୁକିଛିକୁ ଆଚରଣ ଦ୍ୱାରା ନାଶ କରିବାକୁ ହୁଏ। ବିଚାରରେ, ମନରେ, ବ୍ୟବହାରରେ ହିଂସା, ଦ୍ୱେଷ, ପରଶ୍ରୀକାତରତା, ସ୍ୱାର୍ଥପରତା ପରି ବଦ୍ଗୁଣକୁ ପରିତ୍ୟାଗ କରିବା ନିହାତି ଜରୁରୀ। ଆମେ ସଦ୍ଗୁଣର ଆଚରଣ କରିବା ଦ୍ୱାରା ବଦ୍ଗୁଣ ଗୁଡ଼ିକ ବିନାଶ ହୋଇଥାନ୍ତି। ଏସବୁ କଥା ପ୍ରାୟ ସମସ୍ତେ ଆପଣମାନେ ଜାଣନ୍ତି। ଏସବୁ ଆଚରଣରେ ପରିଣତ କରିପାରିଲେ ଆପଣମାନେ ସାଧନା ଅଭ୍ୟାସ ଦ୍ୱାରା ଆଗକୁ ଆଗେଇ ପାରନ୍ତି। ଆପଣମାନଙ୍କର ସଦ୍ଭାବନା ଓ କର୍ମ ଦ୍ୱାରା ସବୁକିଛି ସମ୍ଭବ ହୋଇପାରେ। ସଂଯମ ଓ ବିନୟ ଭାବ ଦ୍ୱାରା ଆପଣମାନେ ଅହଂ ଓ ଆସକ୍ତିକୁ ପୁରା ତ୍ୟାଗ କରିପାରିବେ। ମୋର ବର୍ତ୍ତମାନ ମିଠା ଓ ତେଲଛଣା ଖାଦ୍ୟ ଖାଇବାକୁ ପ୍ରବଳ ଇଚ୍ଛା ହେଉଛି, କିନ୍ତୁ ମୁଁ ମିଠା ଓ ତେଲଛଣା ଜିନିଷ ଖାଇବି ନାହିଁ ବର୍ତ୍ତମାନ। ଏହାକୁ ସଂଯମ ବୋଲି କୁହାଯାଏ। ପ୍ରଭୁ ପ୍ରାୟ ସମସ୍ତଙ୍କୁ ଭଲ ଓ ମନ୍ଦ ଭିତରେ ଥିବା ପାର୍ଥକ୍ୟକୁ
ଜାଣିବା ପାଇଁ ବୁଦ୍ଧି ଦେଇଛନ୍ତି। ମଣିଷ ନିଜକୁ ସଂଯତ କଲେ ଆପଣା ଛାଏଁ ଅନେକ ଦୁର୍ଗୁଣ ବିଲୁପ୍ତ ହୋଇଯାନ୍ତି। ନିଜର ପରିବେଶ ପରିସ୍ଥିତି ଓ ରୋଜଗାର କ୍ଷମତା ଅନୁସାରେ ଆବଶ୍ୟକତା ପୂରଣ ପରେ ଅବଶିଷ୍ଟ ଅର୍ଥକୁ ପରର ଉପକାର ପାଇଁ ଆପଣମାନେ ଖର୍ଚ୍ଚ କରିପାରିବେ। ହିଂସା ପରଶ୍ରୀକାତରତା କାହାକୁ କୁହାଯାଏ ଆପଣମାନେ ତାହା ଜାଣିଥିବେ। ଅପରର ସ୍ଥିତିକୁ ସହି ନ ପାରିବା ହେଉଛି ଦ୍ୱେଷ। ସହନଶୀଳତା ଦ୍ୱାରା ଆପଣମାନେ ହିଂସା ପରଶ୍ରୀକାତରତା ଓ ଦ୍ୱେଷ ପରି ଦୁର୍ଗୁଣକୁ ବିନାଶ କରିପାରିବେ। ଆପଣମାନେ ତାହା ଗ୍ରହଣ କରି କାର୍ଯ୍ୟରେ ପରିଣତ କରିପାରିଲେ ଚିତ୍ତଶୁଦ୍ଧି ହୋଇପାରିବ। ଲୋଭ କ୍ରୋଧ ବଡ଼ ମାରାତ୍ମକ। ଆପଣମାନଙ୍କ ପରିସ୍ଥିତି ଅନୁସାରେ ଆବଶ୍ୟକତାଠାରୁ ଅଧିକ ଚାହିଁବା ହେଉଛି ଲୋଭ। ଅପରର ଅର୍ଥରେ ବା ଜିନିଷରେ ଆଶା ରଖିବା ହେଉଛି ଲୋଭ। ସବୁ ବଦ୍ଗୁଣକୁ ଆପଣମାନେ ଜାଣିପାରିବେ, ଚିହ୍ନିପାରି ତ୍ୟାଗ କରିପାରିବେ। ଦୁର୍ଜୟଂ ଅହଂକୁ ଚିହ୍ନିବା ଓ ତ୍ୟାଗ କରିବା ହେଉଛି ସବୁଠାରୁ କଷ୍ଟକର ପର୍ଯ୍ୟାୟ। ଆଉ ଅହଂ ଥିଲେ କ୍ରୋଧ ବେଶୀ ଆସିଥାଏ। ଆଉ କେବେ କେବେ କ୍ରୋଧକୁ ନିୟନ୍ତ୍ରଣ କରିବା ବଡ଼ କଷ୍ଟକର ହୋଇଥାଏ। କିଛି ମଣିଷ ନ୍ୟାୟ ଅନୁସାରେ ଚାଲିବାକୁ ଚେଷ୍ଟା କରନ୍ତି। ସେମାନେ ଯଦି ମିଛ କଥା ଶୁଣନ୍ତି ବା ଅନ୍ୟାୟ ହେଉଥାଏ ତାହେଲେ ସେମାନେ କ୍ରୋଧ କରନ୍ତି। ଦୁର୍ଜୟ ଅହଂକୁ ଚିହ୍ନିବା ଓ ତ୍ୟାଗ କରିବା ହେଉଛି ସବୁଠାରୁ କଷ୍ଟକର ପର୍ଯ୍ୟାୟ। ସମସ୍ତ ଦୁର୍ଗୁଣର ଜନକ ହେଉଛି ଅହଂ। ଅହଂ ଚାଲିଯିବା ପରେ ଆସକ୍ତି ଓ ସମସ୍ତ ପ୍ରକାର ବଦ୍ଗୁଣ ଆପେ ଆପେ ଦୂରେଇ ଯାଆନ୍ତି। ଅହଂର ସ୍ୱରୂପ ପାଇଁ ମୁଁ କିଛି ଆପଣଙ୍କୁ କହିବି। ଆପଣ ଲକ୍ଷ୍ୟ କରିପାରିବେ ସଂଯମ ଆଚରଣ ଦ୍ୱାରା ନିଃସ୍ୱାର୍ଥପରତାର ଭାବନା ଦ୍ୱାରା ଆପଣଙ୍କର ବଦ୍ଗୁଣ ଆପେ ଆପେ ପ୍ରଭାବହୀନ ହୋଇଯାଉଛନ୍ତି। ଗୋଟିଏ ସଦ୍ଗୁଣକୁ ଆଚରଣରେ ପରିଣତ କରିବା ଦ୍ୱାରା ଆପଣଙ୍କର ବ୍ୟକ୍ତିତ୍ୱ ସୁଧୁରିଯାଏ। ବ୍ୟକ୍ତିର ବ୍ୟକ୍ତିତ୍ୱ ଅନ୍ତର ଶୁଦ୍ଧ ହୋଇଯାଏ। ଏହିପରି ସଦ୍ଗୁଣର ଆଚରଣ ଦ୍ୱାରା ବ୍ୟବହାର ଦ୍ୱାରା ଆପଣଙ୍କର ଅନ୍ତର ସ୍ୱଚ୍ଛ ହୋଇଥାଏ। ଏହା ହିଁ ଚିତ୍ତଶୁଦ୍ଧି। ଶୁଦ୍ଧ ଚୈତନ୍ୟ ଦ୍ୱାରା ଚିତ୍ ଶକ୍ତି ଯୋଗମାୟାଙ୍କର ଭାଗବତୀ ଶକ୍ତିଙ୍କର ଉଦୟ ହୁଏ। ସେହି ଚିତ୍ ଶକ୍ତି ପ୍ରଭୁଙ୍କୁ ଭଗବାନଙ୍କୁ ହୃଦୟ ପଦ୍ମରେ ସ୍ଥିତ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ସହାୟତା କରନ୍ତି। ଏହାକୁ ହିଁ ଆତ୍ମନିରୀକ୍ଷଣ କୁହାଯାଏ। ଆପଣ ନିଜର ଭୁଲକୁ ସୁଧାରି ପାରନ୍ତି। ଆତ୍ମଜ୍ଞାନ ଲାଭ କରିବା ପରେ ଆପଣ ଅସୀମ ଆନନ୍ଦର ଅଧିକାରୀ ହୋଇଯାଆନ୍ତି। ଜ୍ଞାନ ସହିତ ଭକ୍ତି ମିଶିଗଲେ ପରେ ଜ୍ଞାନରେ ଥିବା ଅହଂ ପ୍ରଭାବହୀନ ହୋଇଯାଏ। ସମସ୍ତଙ୍କୁ ଭଲ ପାଇପାରିଲେ, ସମାନ ଦୃଷ୍ଟିରେ ଦେଖୁଥିଲେ, ଭଜନ କୀର୍ତ୍ତନ କରୁଥିଲେ ଆପଣମାନେ କୈବଲ୍ୟ ମୁକ୍ତି ବା ଜୀବନ ମୁକ୍ତି ଭାବ ଲାଭ କରିପାରନ୍ତି। ଜୀବନ ମୁକ୍ତି ମାନେ ଆପଣଙ୍କର ଜୀବନଯାପନ ଭିତରେ ମୁକ୍ତିର ସ୍ୱାଦ ଅନୁଭବ କରନ୍ତି। ତେଣୁ ଆପଣମାନେ ବାରମ୍ବାର କିଛି କଥା ଶୁଣୁଛନ୍ତି। ଆଉ ସେସବୁ କହିବା ପରେ ତା'ର ଉପକାରିତା ବିଷୟରେ ବା ତା'ର ଲାଭ ବିଷୟରେ ମୁଁ କିଛି କହୁଛି। ତେଣୁ ଏଗୁଡ଼ିକୁ ମନେ ରଖିବେ। ବର୍ତ୍ତମାନ ମୁଁ ରହୁଛି। ଧନ୍ୟବାଦ।